ମୁଁ କ୍ଷିତୀଶ ଚନ୍ଦ୍ର ପଟ୍ଟନାୟକ, ସାଧାରଣ ସମ୍ପାଦକ ଓଡ଼ିଶା ଫାର୍ମାସୀ ଅଫିସର ସେବା ସଂଘ। ଆଜି ଆମର ଭୁବନେଶ୍ୱରରେ 26ତମ ବାର୍ଷିକ ସମ୍ମିଳନୀ ଏବଂ ସାଧାରଣ ପରିଷଦ ବୈଠକ ଥିଲା। ଏଥିରେ ଆମର ମୁଖ୍ୟ ଅତିଥି ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଓଡ଼ିଶା ସରକାର ଏବଂ ତା ସହିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏବଂ ବହୁତ ତ ଆସିଥିଲେ ରାଜ୍ୟର। ତେଣୁ ସ୍ୱାସ୍ଥ୍ୟ ବିଭାଗରେ ଆମର ଫାର୍ମାସୀ ଅଧିକାରୀ ମାନେ ଏକ ଜାଗ୍ରତ ପ୍ରହରୀ ଭାବରେ ମେଡିକାଲ କଲେଜଠୁ ଆରମ୍ଭ କରି ଗ୍ରାମାଞ୍ଚଳର ଡାକ୍ତରଖାନା ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପାଇଁ ଓଡ଼ିଶାର ଯୋଉ ନିଷ୍ପେଷିତ ସରକାର ଯୋଉମାନେ ଅଛନ୍ତି ରୋଗୀ ସେବା ଦଉଛନ୍ତି ଏବଂ ଅହରହ ଦେଇ ଆସିଛନ୍ତି ଏବଂ ପ୍ରତ୍ୟେକଟି ଯୋଜନା ରୂପାୟନ କରିବାରେ ସଫଳତା ସରକାରଙ୍କର ଯୋଉ ସେଥିରେ ବହୁତ ବଡ ଭୂମିକା ଆମର ଫାର୍ମାସୀ ଅଧିକାରୀ ଅଛି। ତେଣୁ ବିଶେଷ କରି ମୁଁ କହିବି ଯେ ସରକାରୀ ଉଦାସୀନତା ଲାଗି କିଛି ଆମର ଯୋଉ ଆଗରୁ ବିଭିନ୍ନ କଥା କୁହନ୍ତୁ ସରକାର କୁହନ୍ତୁ ଯୋଉଗୁଡା ହେଇପାରିବ ଦାୟୀ ରହିବ ଏ ସରକାର ସମୟରେ କିଛି କର୍ମବାଦ ସେମାନେ କରିଛନ୍ତି ଏବଂ ଆମର ଗୋଟେ ବହୁତ ବଡ ଯୋଉଟା ଦାବି ଥିଲା ପ୍ରମୋସନ ଟା 39 ବର୍ଷ ପରେ ଆମେ ପ୍ରମୋସନ ପ୍ରଥମ ଥର ପାଇଁ ପାଇଛନ୍ତି ଲୋକମାନେ। ଏବଂ ଆଉ ଗୋଟେ ଯୋଉ ମୁଖ୍ୟ ଦାବି ଗୋଟେ ଥିଲା ଯେ ପେକୁ ନେଇକି ବେସିକ ପେକୁ ନେଇକି ସେ ବିଷୟରେ ଯେତେବେଳେ ସାରା ଭାରତରେ ଅନ୍ୟ ରାଜ୍ୟ ତୁଳନାରେ ଆମର ଓଡ଼ିଶାରେ ଫାର୍ମାସୀ ଅଧିକାରୀ ମାନେ କମ ପାଉଛନ୍ତି ତା ପ୍ରତି ଆମେ ଗୋଟେ କମ୍ପାରେଟିଭ ଷ୍ଟେଟମେଣ୍ଟ ଦେଇଥିଲୁ ଏବଂ ତାକୁ ମଧ୍ୟ ସରକାର ବିଚାର କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମହୋଦୟ କହିଛନ୍ତି। ନିଶ୍ଚୟ ଆଉ ଗୋଟେ ଲେବୁଲ 1 ଏବଂ ସିପିଓ ପ୍ରମୋସନ ବାବଦରେ କହୁଥିଲି ଯୋଉ ପ୍ରମୋସନ ହେଲା ପରେ ଉପରେ ଯୋଉ ପୋଷ୍ଟ ଗୁଡିକ ଖାଲି ଅଛି ଏବଂ ତଳେ ଯୋଉ ପୋଷ୍ଟ ଗୁଡିକ ଖାଲି ମଧ୍ୟ ଅଛି ତା ଉପରେ ମଧ୍ୟ ପଦକ୍ଷେପ ନେଇଛନ୍ତି। 1160 ପୋଷ୍ଟିଂ କରିବା ପାଇଁ ଜାରି କରିଛନ୍ତି ବିଜ୍ଞପ୍ତି ଜାରି କରିଛନ୍ତି ସରକାରୀ ଭାବେ ମାନେ ଘୋଷଣା କରିଛନ୍ତି ସରକାରୀ ଭାବେ ସେଟା ଆସିଛି ସେଟା। ତେଣୁ ଆମେ ମଧ୍ୟ ଏ ବିଷୟରେ ଯାହା ଆଜି ତାଙ୍କଠୁ ଆଶ୍ୱାସନା ପାଇଲୁ ଯେ ଏ ବିଷୟରେ ସେମାନେ ପଦକ୍ଷେପ ନେବେ ସେଥିପାଇଁ ଆମେ ସରକାରଙ୍କୁ ଧନ୍ୟବାଦ ଦେବା ସହିତ ଜନସାଧାରଣଙ୍କୁ ମଧ୍ୟ ଏବଂ ଫ୍ୟାମିଲି ବାବଦରେ ଆସିଛି ଆମେ ଆଗରୁ ମଧ୍ୟ ମାନବଲି କମିଟିରେ ଏ ପ୍ରସଙ୍ଗକୁ ଉତ୍ଥାପନ କରିଥିଲୁ କିନ୍ତୁ ସଫଳତା ପାଇପାରୁନଥିଲୁ। ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ଜିନିଷ ଏ ସମୟଟା ଗୁରୁତ୍ୱପୂର୍ଣ୍ଣ ଯେହେତୁ 2026 ଜାନୁଆରୀ କମିଶନ ଯୋଉ ହେଇଯାଇଛି ତାପରେ ମଧ୍ୟ ଆମେ ସରକାରଙ୍କ ସହିତ କଣ୍ଟାକ୍ଟରେ ଅଛୁ କିଭଳି ହେଇପାରିବ ସେ ବାବଦରେ ଆମେ ଇଏ କରୁଛୁ ତାକୁ କିଛି ରୂପରେଖ ପ୍ରସ୍ତୁତ ହୋଇନାହିଁ କିନ୍ତୁ ଆମେ ମଧ୍ୟ ସରକାରଙ୍କୁ ପାଇଲୁ ସେ ବାବଦରେ ପାଇବୁ ବୋଲି ଆଶା କରୁଛୁ। ନମସ୍କାର, ବହୁତ ଅଶେଷ ଧନ୍ୟବାଦ ଯେହେତୁ ଆଜି ଆମର ବାର୍ଷିକ ସମ୍ମିଳନୀରେ ଆପଣମାନେ ସମସ୍ତେ ଆସିକି ଆମର ସମ୍ମିଳନୀକୁ କଭରେଜ କରିଛନ୍ତି। ଆମେ ଆଶା ବି କରୁଛୁ ଆପଣ ଆମର ଯୋଉ ମେସେଜ ଅଛି ଲୋକଙ୍କ ପାଖରେ ପହଞ୍ଚିବ। ଆଜିର ଆମର ଏଇ ବାର୍ଷିକ ସମ୍ମିଳନୀରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲଗି ଆସି ଆମର ସଂଘର ଦୀର୍ଘ ଦିନର ଦାବି ଥିଲା ପେ ଆନାମଲି ଉପରେ ଯଦିଓ ବିଗତ ଦିନରେ ଆମର ପ୍ରମୋସନ ହେଇଛି ଜବ୍ ଚାର୍ଟ ବି ବାହାରିଛି ସେଥିରେ ମଧ୍ୟ ବହୁତ ଅସଙ୍ଗତି ଅଛି ଏବଂ ସେଇ ଅସଙ୍ଗତିକି ସଂଘ ଦୂର କରିବା ପାଇଁ ବାରମ୍ବାର ସରକାରଙ୍କୁ ଲେଖିକି ଦେଇଛି। ଏବେ ଆଜିକା ଡେଟରେ ଆମର ମୁଖ୍ୟ ଦାବି ହଉଛି ଓଡ଼ିଶାର ଛଡା ବାକି ସମସ୍ତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ଫାର୍ମାସିର ସାଲାରୀ PB2 9,342 କିଛି ରାଜ୍ୟରେ ଏବଂ କିଛି ରାଜ୍ୟରେ 46 ମଧ୍ୟ ରହିଛି। ସେଇ କେନ୍ଦ୍ର ହାରରେ ଆମକୁ ଦରମା ଦେବା ପାଇଁ ଆମେ ସରକାରଙ୍କ ଆଗରେ ଦୃଢ ଯୁକ୍ତି ରଖିଛୁ। ସମସ୍ତ ପ୍ରକାର କମ୍ପାରେଟିଭ ଷ୍ଟେଟମେଣ୍ଟ ଫାଇନାନ୍ସିଆଲ ଅର୍ଡର ସବୁ ଷ୍ଟେଟରେ ଦେଇକି ଆମେ ରଖିଛୁ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି କି ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାର୍ଙ୍କ ସହିତ କଥା ହେଇ ଏହାକୁ କ୍ୟାବିନେଟରେ ଆପ୍ରୁଭାଲ କରି ବହୁତ ଜଲ୍ଦି ଏଇ ଡିମାଣ୍ଡ ମଧ୍ୟ କରିବେ। ଆଉ ଗୋଟେ ଡିମାଣ୍ଡ ଆମର ଥିଲା କି ଆଜିକା ଡେଟରେ ଆପଣ ଯଦି ଦେଖିବେ CSC ଠୁ ଆରମ୍ଭ କରିକି ମେଡିକାଲ କଲେଜରେ ନିରାମୟ ଆଗରେ ଲୋକ ଲମ୍ବା ଧାଡ଼ିରେ ଠିଆ ହଉଛନ୍ତି। ଆଉ ଆସୋସିଏସନ ତରଫରୁ ଆମର ଡିମାଣ୍ଡ ଅଛି କି ସରକାର ଏହାକୁ 24 ଘଣ୍ଟିଆ ସେବା ଲୋକଙ୍କ ମାନଙ୍କ ପାଇଁ ଖୋଲନ୍ତୁ। ଯୋଉ ବେସ୍ ଲେବୁଲରେ ଯୋଉ ଫାର୍ମାସୀ ଅଫିସର ଅଭାବ ଅଛି ଅଧିକରୁ ଅଧିକ ଲଗଭଗ 15,000ରୁ ଅଧିକ ଆମକୁ ଫାର୍ମାସୀ ଅଫିସର ବେସ୍ ଲେବୁଲରେ ଦରକାର ଅଛି 24/7 ରନ୍ କରିବା ପାଇଁ ଯାହାକି ଲୋକଙ୍କର ଉପକୃତ ହବ। ଆମର ଯେତିକି ଉପକୃତ କଣ ହବ ଆମେ ଜାଣିନୁ ବଟ ଏହା ଲୋକଙ୍କ ଦ୍ୱାରା ବେନିଫିଟ ହବ। ଆଉ ଗୋଟେ କହିଛି ଯୋଉ ମେଡିସିନ ଦେଖିବେ ଆପଣ ଦେଖିବେ ବିଭିନ୍ନ ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ କୋଉଠି ଗୋଦାମ ଘରେ ନାହିଁ, କୋଉଠି ସିଡି ତଳେ, କୋଉଠି ସକିଂ
एरिया रे मेडिसिन रखा होउची गोटे यूनिफॉर्म ड्रग अवेयर हाउस प्रति हॉस्पिटल रे पीएचसी ठू आरंभ करके मेडिकल कॉलेज रे ताकू मध्ये आमे स्टैटिस्टिकल साइंटिफिक वे रे देइछु जोटा कि सरकार ताकू मध्ये विगत दिन रे प्रति मेडिकल कॉलेज रे यूनिफॉर्म ड्रग अवेयर हाउस निरामय केंद्र खोलिबे बोली हमर आशा अछि एवं यहाँ मध्ये माननीय मुख्यमंत्री हमको प्रतिश्रुति देइछंती यहाँ आमे मुख्यमंत्री का माननीय महात्मा गांधी का आगे आज यही मेन डिमांड है लोकल बेनिफिट हम ताको आमे रखिछु एवं माननीय मुख्यमंत्री हमको प्रतिश्रुति देइछंती हम विगत दिन ଆମର ଆଜି ଓଡ଼ିଶା ଫାର୍ମାସି ସର୍ଭିସ ଆସୋସିଏସନ ର 26 ଜେନେରାଲ ବଡି ମିଟିଂ ଆଉ ଗୋଟେ 1 ଡେ କନଫରେନ୍ସ କରାଯାଇଥିଲା ରମାଦେବୀ ମହିଳା ବିଦ୍ୟାଳୟ ଅଡିଟୋରିୟମ ରେ ଯୋଉଥିରେ କି ମୁଖ୍ୟ ଅତିଥି ଥିଲେ ଆମର ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲି ଏବଂ ତାଙ୍କ ସହିତ ଆହୁରି ମାନ୍ୟଗଣ୍ୟ ଅତିଥି ସବୁ ଥିଲେ ସମୀର ମହାନ୍ତି ମହୋଦୟ, କାଳନ୍ଦୀ ସାମଲ ମହୋଦୟ, ଅଜିତ ଦାସ ମହୋଦୟ ଆଉ ଆମର फार्मासी कलिग्स भाई जी के अछंती एमएलए चिकिटी मनोरंजन ज्ञान सामंतराय महोदय एवं पाललडार विधायक महोदय मध्य उपस्थित थिले अशोक महांती आउ हमर डायरेक्टर थिले ऑफिशियल डायरेक्टर थिले आउ हमर जॉइंट डायरेक्टर भी थिले ता भितरे एते थरो कॉन्फ्रेंस हमर हेइछि କିନ୍ତୁ ଏଇ ଥର ପରିକା ଏତେ ଶୃଙ୍ଖଳିତ ଆଉ ଏତେ ସଂଖ୍ୟାର ଯୋଗଦାନ ଆଗରୁ କେବେ ବି ହୋଇନଥିଲା। ସମସ୍ତେ ଶୃଙ୍ଖଳିତ ହିସାବରେ ସକାଳ 8:30 ବେଳକୁ ମନ୍ତ୍ରୀ ଦେଇଥିଲେ ଟାଇମିଂ କିନ୍ତୁ ସମସ୍ତେ ଆସିକି ସୁଚାରୁ ରୂପେ ଗୋଟେ ଶୃଙ୍ଖଳିତ ହିସାବରେ ସମସ୍ତେ ପ୍ରେଜେଣ୍ଟ ରହିଲେ ଆଉ ଆମର ସେଥିରେ ମୁଖ୍ୟ ଦାବି ଥିଲା ଆସୋସିଏସନର ମୁଖ୍ୟ ଦାବି ଥିଲା ମନ୍ତ୍ରୀଙ୍କ ପାଖରେ ଯେ ଆମର ମୂଳ ଦରମା 4600 ଗ୍ରେଡ୍ ପେ କରିବା ପାଇଁ ଯୋଉଟା କି ସେଣ୍ଟରରେ ଅଲରେଡି डिक्लारेशन अलग स्टेट भी सब आडप्ट कर कंपारिजन स्टेटमेंट सब देखला परे मंत्री भी निजे हृदयंगम करी एवं आम समस्त सम्मुख से डिक्लारेशन भी देइचंती जे हाँ निश्चित भाव ओडिशा से जिनसा से आरंभ करेंगे जोटा कि आम मूल दरमा 4600 ग्रेड पे से स्टार्टिंग करवा गोटे आश्योरेंस आ द्वितीय आश्योरेंस आम जो बेस्ट लेवल पोस्ट वैकेंसी से इमिडिएटली से फिलअप करेंगे यहाँ द्वितीय दाबी ताकू भी आमको सूचना देखते सरकार पाखे से मुख्यमंत्री अनुमोदन नहीं कैबिनेट पास कर पूरण करेंगे आउ तृतीय दाबी रही आमर जो ओपर लेवल पोस्ट जो सब वैकेंसी रही जो प्रमोशन 39 वर्षर प्रतीक्षा पर जो आमको प्रमोशन कैडर आम जो गवर्नमेंट कर आमर ओपर लेवल पोस्ट गुड़ाक वैकेंसी रही से गुड़ाक आम जो सीनियर भाई भौणी मैंने रिटायर्ड हो विषय को विचार को लेकिन ओपर लेवल पोस्ट केमती खूब शीघ्र पूरण कर पदोन्नति दिज्व से सब बाबद से आमको भी आश्योरेंस करेंगे बोली बहुत खुशी लगे जहाँ समस्ते आम पॉजिटिव आश्योरेंस आमको भी बहुत भल लगे आम यहाँ हूँ वर्षिकिया कॉन्फ्रेंस आमर जो बाइलो अनुसार ओस्तार एसोसिएशन बाइलो अनुसार प्रति वर्ष गोटे एनुअल कॉन्फ्रेंस हवा कथा यहाँ प्रथम थर पर स्टार्ट है एवं 2 वर्ष आम इलेक्शन हुए प्रति वर्ष गोटे हवा कथा कॉन्फ्रेंस जहाँ से समस्ते खुशी समस्ते आनंदित आ